ଓଡ଼ିଶା ଗଭର୍ଣ୍ଣମେଣ୍ଟ ତରଫରୁ ଏବେ ନୂଆ ଏକ ଯୋଜନା ଆରମ୍ଭ ହୋଇଛି, ଯେପରିକି ସାରା ଦେଶରେ ଚାଲିଥିବା ବେଳେ ଓଡ଼ିଶାରେ ନୂଆ ଲଞ୍ଚ ହୋଇଛି। ଓଡ଼ିଶାରେ ଲଞ୍ଚ ହେଲା ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା। ଏ ଯୋଜନାରେ କ'ଣ ମିଳିବ, କେଉଁମାନେ ଫ୍ୟାସିଲିଟି ପାଇବେ, କେଉଁମାନେ ଏହାକୁ ଆପ୍ଲାଏ କରିପାରିବେ, କ'ଣ ସୁବିଧା ମିଳିଛି, ଭିଡ଼ିଓ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଯଦି ଭିଡ଼ିଓ ଭଲ ଲାଗୁଥାଏ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ, ଭିଡ଼ିଓ ଶେଷ ଯାଏଁ ଦେଖନ୍ତୁ, ସମ୍ପୂର୍ଣ୍ଣ ଭାବେ ବୁଝିପାରିବେ। ତେବେ ଆସନ୍ତୁ ଜାଣିବା ଏ ଯୋଜନାରେ କ'ଣ ରହିଛି, ବେନିଫିଟ୍, କେଉଁମାନେ ଏହାକୁ ଆପ୍ଲାଏ କରିପାରିବେ ଏବଂ କେଉଁମାନେ ଏହାକୁ ଉପକୃତ ଏଥିରେ ହେବେ। ତେବେ ଆସନ୍ତୁ ଦେଖିବା ଗାଇଡ଼ଲାଇନ୍ କ'ଣ ରହୁଛି ଏହାର, ବା ଗୋପାଳନ ଯୋଜନା ଆମର ଗାଇଡ଼ଲାଇନ୍ କିପରି ରହୁଛି। ଏହା ମୁଖ୍ୟତଃ ଗଭର୍ଣ୍ଣମେଣ୍ଟ ସ୍କିମ୍। ଏହି ଗଭର୍ଣ୍ଣମେଣ୍ଟ ସ୍କିମ୍ ଅଣ୍ଡରରେ 2500 ଚାଷୀଙ୍କୁ ଏହା ଅନ୍ତର୍ଭୁକ୍ତ କରାଯିବ। ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରୁ 2500 ଚାଷୀଙ୍କୁ ଅନ୍ତର୍ଭୁକ୍ତ କରାଯିବ ଏବଂ ସେମାନଙ୍କୁ ଗୋଟେ ପ୍ରୋଜେକ୍ଟ କଷ୍ଟ ଦିଆଯିବ। ଯେଉଁ ପ୍ରୋଜେକ୍ଟ କଷ୍ଟରେ ତାଙ୍କୁ ସବସିଡାରୀ ଆମାଉଣ୍ଟ ମିଳିବ ଏବଂ ସେଇ ଆମାଉଣ୍ଟକୁ ଲଗେଇକି ଗୋ ପାଳନ ଯୋଜନାରେ ମାନେ ଉତ୍ପାଦନକୁ ବଢ଼ାଇ ପାରିବେ। ତେବେ ଆସନ୍ତୁ ଦେଖିବା ଏହାର ଟୋଟାଲ କଷ୍ଟ ରହିବ 2,30,000 ଟଙ୍କା। ୟୁନିଟ୍ ସାଇଜ୍ରେ ଯେତିକି ଆପଣଙ୍କ ଗୋଟେ ୟୁନିଟ୍ କଲେ 2ଟି ଗାଈକି ବୁଝାଉଛି। ଯଦି 2ଟି ଗାଈ ଅଛି ଆପଣ ଆପ୍ଲାଏ କରିପାରିବେ। ଯଦି ଆମେ ଇଲିଜିବିଲିଟି କ୍ରାଇଟେରିଆ କଥା ଦେଖିବା ତାହେଲେ ଆପଣଙ୍କୁ SC ST ଫିମେଲ୍ SHG ଗ୍ରୁପ୍ PWD ସମସ୍ତେ ତାଙ୍କୁ ଆପ୍ଲାଏ କରିପାରିବେ, କୌଣସି ଅସୁବିଧା ନାହିଁ। ଡକୁମେଣ୍ଟ କହିବାକୁ ଗଲେ ଆମର ଆଧାର କାର୍ଡ଼, ବ୍ୟାଙ୍କ ରାଇଟ୍, ଲ୍ୟାଣ୍ଡ ପାସବୁକ୍, କାଷ୍ଟ ସାର୍ଟିଫିକେଟ୍, ଯଦି ଆପଣ ଟ୍ରାନ୍ସଜେଣ୍ଡର ହେଇଥିବ ଟ୍ରାନ୍ସଜେଣ୍ଡର ସାର୍ଟିଫିକେଟ୍, PWD ହେଇଥିଲେ PWD ସାର୍ଟିଫିକେଟ୍। ତେବେ ଏହାର ସିଲେକ୍ସନ୍ ପ୍ରୋସିଡର କ'ଣ ରହିବ ନା, ସିଲେକ୍ସନ୍ ପ୍ରୋସିଡର ଆପଣଙ୍କୁ ପ୍ରଥମ ଗୋ ସୁଗମ ଆଇଡିକି ଯାଇକି ଏହାକୁ ଆପ୍ଲାଏ କରିବାକୁ ପଡ଼ିବ। ଆପ୍ଲାଏ କରିବା ଦ୍ୱାରା ଆପଣଙ୍କ ଗଭର୍ଣ୍ଣମେଣ୍ଟ ତରଫରୁ ଭେରିଫିକେସନ୍ ଆସିବ। ଭେରିଫିକେସନ୍ ଆସିଲା ପରେ ସେ ଆପଣଙ୍କୁ ଦେଖିବେ ଯେ ଆପଣଙ୍କର ଆକ୍ଚୁଆଲି ଆପଣ ଇଲିଜିବୁଲ୍ ଅଛନ୍ତି କି ନାହାନ୍ତି। ଆପଣଙ୍କୁ ଇଲିଜିବୁଲ୍ ହେବା ପାଇଁ ମୁଁ କହିଥିଲି ଆପଣଙ୍କ ପାଖରେ 2ଟି ଗାଈ ଥିବା ଦରକାର, 120 ମିଟର ଗୋଟେ ଗୁହାଳ ଥିବା ଦରକାର। ଯଦି ବା ନାହିଁ ଆପଣ ବନେଇବାକୁ ଲ୍ୟାଣ୍ଡ ରେକର୍ଡ ଜମିପଟା ଥିବା ଦରକାର। ଏସବୁ ଥିଲେ ଆପଣ ଏଥିରେ ଆପ୍ଲାଏ କରିପାରିବେ ବା ଆପଣଙ୍କୁ ଇଲିଜିବୁଲ୍ ବୋଲି ଘୋଷଣା କରାଯିବ। ଯଦି ଆପଣ ଏସବୁ ଅଛି ତାହେଲେ ନିଶ୍ଚିତ ଭାବରେ ଆପ୍ଲାଏ କରନ୍ତୁ ଏବଂ ସେ ନିଶ୍ଚିତ ଆସି ଆପଣଙ୍କ ଭେରିଫିକେସନ୍ କରିବେ। ଭେରିଫିକେସନ୍ ସିଲେକ୍ଟ ହେଲେ ଆପଣ ଏ ଯୋଜନାର ଲାଭ ଉଠାଇ ପାରିବେ। ତେବେ ଦେଖନ୍ତୁ ତେବେ ଆଉ ଏ ଯୋଜନାରେ କ'ଣ ରହିଲା ମୁଁ ଆପଣଙ୍କୁ କହିଦେଉଛି। ତାପରେ ଆସନ୍ତୁ ଦେଖିବା ୟାର ଆମର ଯେଉଁ ରହୁଛି ଆମର ଇମ୍ପ୍ଲିମେଣ୍ଟ ଷ୍ଟ୍ରାଟେଜି ବା ଏହାର ମୁଖ୍ୟ ଉଦ୍ଦେଶ୍ୟ କ'ଣ ନା, ମୁଖ୍ୟ ଉଦ୍ଦେଶ୍ୟ ହେଲା ଓଡ଼ିଶା ଯେମିତିକି ଆମର କ୍ଷୀରର ପରିମାଣକୁ ବଢ଼ାଇବା ବା କ୍ଷୀରର ପରିମାଣ ବଢ଼େଇକି ଚାଷୀଙ୍କୁ ସ୍ୱାବଲମ୍ବୀ କରାଇବା। ଦେଖନ୍ତୁ ପ୍ରୋଜେକ୍ଟ କଷ୍ଟ ଏହାର କ'ଣ ରହୁଛି ନା, ପ୍ରୋଜେକ୍ଟ କଷ୍ଟ ମୁଁ ଆପଣଙ୍କୁ କହିଲି 2,30,000 ଟଙ୍କାର ପ୍ରୋଜେକ୍ଟ କଷ୍ଟ ରହିବ, ଯେଉଁଥିରେ ଆପଣଙ୍କୁ 70%ର ସବସିଡ଼ି ଆମାଉଣ୍ଟ ମିଳିବ। ଯଦି ଆପଣ ସବସିଡ଼ି ଆମାଉଣ୍ଟରେ ଯାଉନାହାନ୍ତି ତାହେଲେ ଆପଣଙ୍କୁ 50% ଆମାଉଣ୍ଟର ଗୋଟେ ସବସିଡ଼ି ମିଳିବ। 70% କେଉଁମାନଙ୍କୁ ମିଳିବ ନା, 70% ଆମର ଯେମିତିକି SC ST ଫିମେଲ୍, ଟ୍ରାନ୍ସଜେଣ୍ଡର ଆମ PWD। ଯଦି ଆପଣ ଏ କାଟାଗୋରୀ ବିଲଙ୍ଗସ୍ କରୁଛନ୍ତି ତ ଆପଣ ଏଥିରେ ଆମର 2,30,000ରୁ ପ୍ରାୟ 1,70,000 ପାଖାପାଖି ଆପଣଙ୍କୁ ସବସିଡ଼ି ଆମାଉଣ୍ଟ ମିଳିଯିବ। ଯଦି ଆପଣ 50% କାଟାଗୋରୀ ଯାଉଛନ୍ତି ତାହେଲେ ଆପଣଙ୍କୁ 1,08,000 ସମଥିଙ୍ଗ ମିଳିଯିବ। ତ ଦେଖନ୍ତୁ ଏହା ଏକ ବଡ଼ ସୂଚକ ଏବଂ ବଡ଼ ବେନିଫିସିଆରୀ ମାତ୍ର 2,30,000 ଟଙ୍କା ଇନଭେଷ୍ଟ କରିବେ, ଯେଉଁଥିରେ ଆପଣମାନଙ୍କୁ 1.5 ଲକ୍ଷ ଟଙ୍କା ପାଖାପାଖି ସବସିଡ଼ି ଆମାଉଣ୍ଟ ମିଳିବ। ସେଥିପାଇଁ ଦେଖନ୍ତୁ ଯଦି ଆପଣଙ୍କ ପାଖରେ 2ଟି ଗାଈ ଗୁହାଳ ଅଛି ଆପଣ ଇଲିଜିବୁଲ୍ ଅଛନ୍ତି, ନିଶ୍ଚୟ ଯାଆନ୍ତୁ, ଆପ୍ଲାଏ କରନ୍ତୁ ଏବଂ ଗଭର୍ଣ୍ଣମେଣ୍ଟ ଯୋଜନାର ଲାଭ ଉଠାନ୍ତୁ। ତେବେ ଆଉ କ'ଣ ରହିଲା ମୁଁ ଆପଣଙ୍କୁ କହିଦେଉଛି। ଯଦି ଦେଖିବା ରିଭ୍ୟୁ ମନିଟରିଂ, ଯେଉଁଟା ଗଭର୍ଣ୍ଣମେଣ୍ଟ ତରଫରୁ ଆପଣଙ୍କୁ ପ୍ରତି ମାସରେ ବା ପ୍ରତି 6 ମାସରେ ଥରେ ରିଭ୍ୟୁ ମନିଟରିଂ ହେବ କି ଆପଣଙ୍କ ଗାଈ କେମିତି ଯତ୍ନବାନ ନେଉଛନ୍ତି, କେତେ ପରିମାଣ କ୍ଷୀର ଲିଟର ଦେଉଛନ୍ତି, ଏହା ସବୁ। ଆଉ ଅନ୍ୟ ହେଲା ଆପଣ ଟୋଟାଲ ଦେଖନ୍ତୁ, ଟୋଟାଲ 2500 ଲୋକଙ୍କ ପାଇଁ ଓଡ଼ିଶା ଗଭର୍ଣ୍ଣମେଣ୍ଟ ଅଛନ୍ତି। ପ୍ରତି ଜିଲ୍ଲାରେ ଭ୍ୟାକେନ୍ସି ଅଲଗା ଅଲଗା ଅଛି। ଦେଖିଦିଅନ୍ତୁ ଆପଣଙ୍କ ଜିଲ୍ଲାରେ କେତୋଟି ଚାଷୀମାନଙ୍କୁ ମିଳିବ, ସେହି ପରିମାଣରେ ଆପଣମାନେ ଆପ୍ଲାଏ କରିପାରିବେ। ମୁଁ ଦେଖନ୍ତୁ ଯେମିତି ପୁରୀ ଜିଲ୍ଲା କଥା ଦେଖିବା, ଯଦି 144ଟି ଅଛି, ଯେଉଁଥିରେ 116ଟି ଜେନେରାଲ ଏବଂ 27ଟି SC ଏବଂ 1 ST ପାଇଁ। ତେବେ ଆପଣ ନିଜ ମାନଙ୍କର ଜିଲ୍ଲା ଦେଖିଦିଅନ୍ତୁ, ଆପଣଙ୍କ ଜିଲ୍ଲାରେ କେତେଟି କ'ଣ ରହୁଛି, ସେହି ପରିମାଣରେ ଆପଣ ଆପ୍ଲାଏ କରିପାରିବେ। ତେବେ ଇଏ ଥିଲା ଆପଣଙ୍କର ଟୋଟାଲ କାମଧେନୁ ଯୋଜନାର ଡିଟେଲ୍ସ ଆପଣମାନଙ୍କୁ ମୁଁ କହିଦେଲି। ଯେପରିକି ଆପଣଙ୍କୁ ଯଦି 2,30,000 ଟଙ୍କାର ଗୋଟେ ପ୍ରୋଜେକ୍ଟ କରୁଛନ୍ତି, ସେଥିରେ 1,70,000 ଟଙ୍କାର ଆପଣଙ୍କୁ ସବସିଡ଼ି ମିଳିବ। ମାନେ ଦେଖନ୍ତୁ କେତେ ବଡ଼ ଆପଣଙ୍କୁ ସବସିଡ଼ି ମିଳୁଛି। ମାତ୍ର 60,000 ଟଙ୍କାରେ ଆପଣଙ୍କୁ 2ଟି ଗାଈ ସହ ବହୁତ ବଡ଼ ଆମାଉଣ୍ଟର କ୍ଷୀର ଲିଟର ମଧ୍ୟ ଆପଣଙ୍କୁ ମିଳିବ। ପ୍ରତିଦିନ ଆପଣ ସେଥିରୁ ରୋଜଗାର ମଧ୍ୟ କରିପାରିବେ। ତେଣୁକରି କିଛି ଡେରି ନକରି ନିଜ ପାଖ CSC ସେଣ୍ଟରକୁ ଯାଆନ୍ତୁ, କାମଧେନୁ ଯୋଜନା ଆପ୍ଲାଏ କରନ୍ତୁ ଏବଂ ଗଭର୍ଣ୍ଣମେଣ୍ଟ ସ୍କିମ୍ର ଫାଇଦା ପାଆନ୍ତୁ।
एपरी वीडियो पाइबा पई आम चैनल को फॉलो करंतु, लाइक करंतु, सब्सक्राइब करंतु। जदि वीडियो भल लगुची निश्चय कमेंट लिखंतु। आपनकर असुविधा प्रॉब्लम कौन होची निश्चित आम तरफ आपन को सब प्रकार सहायता करा जिवो।